ଆଜ୍ଞା ସାର୍ ନମସ୍କାର ସାର୍। नमस्कार भाई कुह। ସାର୍ ଆକ୍ଚୁଆଲି ପ୍ରୋବ୍ଲେମ ହଉଛି କି ସାର୍ ଗୋଟେ ଟପିକ ରେ ବହୁତ ଗୁଡା କୋଶ୍ଚେନ ହେଇଗଲା ବେଳକୁ ସାର୍ ଆପଣ ଟିକେ ପୁରା ଡିପ୍ ଲେବୁଲ ର କୋଶ୍ଚେନ ଦଉଛନ୍ତି ସାର୍ ଟିକେ ଖରାପ ହେଇଯାଉଛି ଆଉ। କୋଉଟା ଭାई ତତେ ଗୋଟେ କଥା କହୁଛି ଓମ ପ୍ରକାଶ ମୁଁ ତ ଜାଣିନି ତମେ କେବେଠୁ ଆକ୍ଚୁଆଲି ଆମର ବିଦ୍ୟାକର ଆପ ରେ ଜଏନ କରିଛ ଆଉ ତୁ ଯଦି ମୋ କୋଶ୍ଚିନ୍ କଥା କହୁଛୁ ତୁ ଗୋଟେ ମାର୍କ କେବେ ଗୋଟେ ଜିନିଷ ମାର୍କ କର ସାଙ୍ଗ। ଏଇଟା ତ କହିବା କଥା ନୁହଁ କାରଣ କହିଲେ ଲାଗିବ ଯେ ଦିଗ୍ବିଜୟ ସାର୍ ବଢେଇକିରି କହୁଛନ୍ତି। ତୁ କେବେ ମାର୍କ କରିବୁ ସାଙ୍ଗ ମୋର ଯୋଉ ପର୍ଟିକୁଲାର ସବଜେକ୍ଟ ଯୋଉଥିରେ ମୁଁ ପିଲାମାନଙ୍କୁ ପାଠ ପଢେଇଛି ଗୋଟେ ହିଷ୍ଟ୍ରି ଗୋଟେ ପଲିଟି ଗୋଟେ ଇକୋନୋମିକ୍ସ ତୁ ଦେଖିବୁ ତା ଦେହରେ ଯୋଉମାନେ ଗ୍ରୀନ ଆଉ ବ୍ଲୁ ଜୋନରେ ବେସିକାଲି ରହୁଛନ୍ତି ସେମାନେ ମାସେ ହେଲା ମୋ କ୍ଲାସ ସାଙ୍ଗ କରୁନାହାନ୍ତି। ତତେ ଏଠି ମୁଁ ନାଁ ଦେଖଉଛି କିଛି ପିଲାଙ୍କର ନାଁ ସାଙ୍ଗ ଦେଖଉଛି ଦେଖେ ଏଇ ଯୋଉ ଗୋଟେ ହେଲା ମୁକେଶ ନାଇଁ ନଳିନୀ ଆଶାରାଣୀ ମାଧବ ଏଇ ଯୋଉ ତିନୋଟି ପିଲା ପର୍ଟିକୁଲାରଲି ଏମାନେ ପରେ ମେ ବି ଜଏନ ନାଇଁ ଅମରେନ୍ଦ୍ର ମହାକୁଡ ବି ତା ଦେହରେ ଯିବ। ଏଇ ଯୋଉ ପିଲାମାନଙ୍କ ନାଁ ତୁ ସାଙ୍ଗ ଦେଖୁଛୁ ଦେ ଆର ଫଲୋଇଂ ମାଇ କ୍ଲାसेସ୍ ଫର ଦ ଲାଷ୍ଟ ମୁଁ ଯଦି ମାଧବ ଆଶାରାଣୀ ହରିକା ନଳିନୀ ହରିକା ବୋଧେ ଆମର ଟିଜିଟି ବେଳୁ ଅଛନ୍ତି ମୁଁ ଯୋଉମାନଙ୍କୁ ଯେତିକି ଚିହ୍ନିଛି ଇଭେନ ସେଇ ଯୋଉ ଆଦିତ୍ୟ କିମ୍ବା ସେଇ ଯୋଉ ଅନିରୁଦ୍ଧ ହେଲା ଯୋଉ ଟପିକ ରେ ପିଲାମାନେ ମାର୍କ ରଖୁଛନ୍ତି ସେମାନେ ସାଙ୍ଗ ସେତିକି ପରିଶ୍ରମ କରିଛନ୍ତି। ଏମିତି ନୁହେଁ ଯେ ମୁଁ ସେମାନଙ୍କ ପାଇଁ କୋଉଠି ପର୍ସନାଲ ଟ୍ୟୁସନ ଖୋଲିକି ତାଙ୍କଠୁ 500,000 ନେଇକି କି ତାଙ୍କୁ ମୁଁ ଅଲଗା ଟାଇମ ରେ ପଢଉଛି ଇଏ ମତେ ଫୋନ କଲାଣି 3 ଥର ଖଣ୍ଡେ କିଏ ସେ ଆଦିତ୍ୟ ମୁଁ ତା ଫୋନ ଭାଇ ଉଠଉନି ଆଉ ମୁଁ ସତ କଥା ବି ମାନୁଛି ମୁଁ ଉଠଉନି ମୋ ପାଖେ ଟାଇମ ନାହିଁ ଉଠେଇବାକୁ। ଇଟ୍ସ ଏ ଫ୍ୟାକ୍ଟ ମୁଁ ମେସେଜ କରିଦିଏ ହଁ ଭାଇ କେମିତି କଣ ଅଛୁ ସେଦିନ ସେ ମ୍ୟାଡାମ ଜଣେ କହୁଥିଲେ ଯୋଉମାନେ ଆଜ୍ଞା ମାର୍କ ରଖୁନାହାନ୍ତି ତୁ ଏଠି ବ୍ଲୁ ଜୋନରେ ଦେଖେ ତତେ ମୁଁ କହୁଛି ଇଏ ଯେତେ ପିଲା ତୁ ଦେଖୁଛୁ ସାଙ୍ଗ ମାର୍କ ସବୁ ରଖୁଛନ୍ତି ଦେ ଆର ଫର ଦ ଲାଷ୍ଟ ମାନେ କହିବାକୁ ଗଲେ 5 ରୁ 6 ମାସ ଦୋଜ ପିପୁଲ ଆର ୱାର୍କିଂ ହାର୍ଡ। ମୋ କଥା ଭାଇ ବୁଝୁ ଯୋଉମାନେ ପାଠରେ ମାର୍କ ରଖୁଛନ୍ତି ନା ସେମାନେ ଭାଇ ପରିଶ୍ରମ କରୁଛନ୍ତି ବିନା ପରିଶ୍ରମରେ ଓମ ପ୍ରକାଶ କୌଣସି ଜିନିଷ ଭାଇ ହେଇପାରିବନି। ତୁ ଡେରିରେ ଜଏନ କରୁଛୁ କାରଣ ମୁଁ ମେ ବି ଯଦି ଭୁଲ ନୁହଁ ତୁ କେବେ ଜଏନ ଆଜ୍ଞା କରିଛୁ କୋର୍ସରେ? ଆଜ୍ଞା ଏବେ ପ୍ରିଲିମ ପରେ ସାର୍। ପ୍ରିଲିମ ପରେ 1.5 ମାସ ଭିତରେ ଗୋଟେ ଜିଏସ ରେ ତୁ ସାଙ୍ଗ କେତେ ଗେନ୍ କରିପାରିବୁ ଆଉ ଟ୍ରଷ୍ଟ କର ମୁଁ ତତେ କହୁଛି ଏଇଟା ମୋର ଓଭର କନଫିଡେନ୍ସ ସାଙ୍ଗ ନୁହଁ ମୁଁ ଯେତିକି ଜିଏସ୍ ଭାଇ ପଢେଇଛି ଯୋଉ 3-4ଟା ସବଜେକ୍ଟ କରେଣ୍ଟ ଆଫେୟାରକୁ ମିଶେଇକି କରେଣ୍ଟ ଆଫେୟାର୍ସ ଆଡକୁ ଯିବିନି କାରଣ କରେଣ୍ଟ ଆଫେୟାର ମେନ୍ସ ରେ ନାହିଁ ହେଲା ମୁଁ ଆଜ୍ଞା ପ୍ରିଲିମ୍ସରେ ହିଁ ସାଙ୍ଗ ବିଲିଭ କର ମୁଁ ମିଛ କହୁନି 90% ପାଠ ତମର ମୁଁ ସାଙ୍ଗ କଣ କହିଲୁ ପ୍ରିଲିମ୍ସ ରେ ହିଁ ସାରି ଦେଇଥିଲି। ଯୋଉ ପିଲା ମତେ ବିଗତ 6 ମାସ ହେଲାଣି ଫଲୋ କରୁଛି ନା ତୁ ତାଙ୍କୁ ଥରେ ପଚାରିବୁ ଯେ ଜିଏସ୍ ରେ ମୁଁ ସେତେବେଳକୁ 3ଟା ସବଜେକ୍ଟ ହିଷ୍ଟ୍ରି ପଲିଟି ଇକୋନୋମିକ୍ସ ମୁଁ ପୁରା କମ୍ପ୍ଲିଟ କରିଦେଇଛି 90%। ଆଉ ମୁଁ ପ୍ରିଲିମ୍ସ ବେଳୁ ହିଁ ପିଲାଙ୍କୁ ଭାଇ କହିଛି ଏ ଯୋଉ ଶିବ ଶଙ୍କର ଲେଖୁଛି ଏମାନେ ସମସ୍ତେ ଅକ୍ଟୋବର 2024 ରୁ ସାଙ୍ଗ କ୍ଲାସ କରୁଛନ୍ତି।